এটি 15 মাস হেলানি এটি নୂଆ ବିଧାୟକ ଆସିଲେ ଏବଂ ଏଠି କଣ୍ଟାପଡ଼ା ବ୍ଲକରେ ବିଡ଼ିଓ ଅଛନ୍ତି। ସେ ବିଧାୟକଙ୍କ କଥାରେ ପରିଚାଳିତ ହୋଇ ବିଧାୟକଙ୍କର ଭୁଲ ଡାଇରେକ୍ସନରେ ଯେଉଁ ସରପଞ୍ଚ ନମିନି ସଦସ୍ୟ ଯେଉଁ ପଞ୍ଚାୟତରେ ଅଛନ୍ତି ତାହାଙ୍କୁ ତାଙ୍କ ଅଧିକାରକୁ କ୍ଷୁଣ୍ଣ କରିବା, ଆସିଷ୍ଟାଣ୍ଟ ଇଞ୍ଜିନିୟରକୁ ହାତରେ ରଖିକିରି ପ୍ରାଇଭେଟରେ ଯେଉଁ ନିର୍ଦ୍ଦିଷ୍ଟ ଦଳର ମଣ୍ଡଳ ସଭାପତିକୁ କାମ ବାଣ୍ଟିବା ଏବଂ ଏସ୍ଏଚଜି ମହିଳାମାନଙ୍କୁ ଆଖି ଦେଖାଇବା, ତାଙ୍କ ପଇସା ଖାଇଦେବା, ବିଭିନ୍ନ ପ୍ରକାର ଯେତେ ଉନ୍ନତିମୂଳକ କାର୍ଯ୍ୟ ଅଛି ଯେଉଁଟାକି ବିଧାୟକ ତାର ନିଜସ୍ୱ ଚିଠା ଯେଉଁଟାକି ଜିପି କେସରେ ବିଧାୟକ ଚିଠା ହୁଏ ନାହିଁ, କେବଳ ତାର ନିଜସ୍ୱ ହାତ ପଣ୍ଡରେ ଚିଠା ଚାଲେ। କିନ୍ତୁ ଏଠି ପଞ୍ଚାୟତର ଯେତେ ଯାହା ପଇସା ବିଧାୟକ ଚିଠା ଲେଖି ପଠାଇ ଦେଉଛନ୍ତି, ପ୍ରାଇଭେଟ ଲୋକ କାମ କରୁଛନ୍ତି। ଏହି କଥାକୁ ରୋକିବା ପାଇଁ ସରପଞ୍ଚ ସମିତି ସଭ୍ୟ ମାସ ପୂର୍ବରୁ ଯାଇଥିଲେ, କିନ୍ତୁ ତାହା ନ ଶୁଣିଲେ ପରେ ଆଜି ଆସିଥିଲେ ପଚାରିବା ପାଇଁ। 8 ଘଣ୍ଟା ହେଇଗଲା ବିଡ଼ିଓ ଘରୁ ଖୋଲି ତାଙ୍କ ଅଫିସରେ ବସିଲେ, ପଦାକୁ ଆସିଲେ ନାହିଁ ଏବଂ ପୋଲିସ ଲଗାଇଲେ, କହିଲେ ଧକ୍କା ମାରି ଉଠାଇଦେବା ଏବଂ ତା ସହିତ ଜିଲ୍ଲାପାଳ କହୁଛନ୍ତି ମୁଁ ଜାଣି ନାହିଁ ଆସୁନାହାନ୍ତି, ତହସିଲଦାର କହୁଛନ୍ତି ମୋର କିଛି ନାହିଁ, ସବକଲେକ୍ଟର କହୁଛନ୍ତି ଆମକୁ କିଛି ଇନଷ୍ଟ୍ରକ୍ସନ୍ ନାହିଁ। ଇଏ କ'ଣ ଚାଲିଛି? କିଭଳି ଭ୍ରଷ୍ଟାଚାରୀ ଶାସନ ଚାଲିଛି? ତେଣୁ ଯେତେବେଳେ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଲା, ଲୋକପ୍ରତି ଯେତେବେଳେ ନ୍ୟାୟ ପାଇବାରୁ ବଞ୍ଚିତ ହେଲା, ରାଜରାସ୍ତ ଗଲା, କଣ୍ଟାପଡ଼ାରେ ଲଢ଼େଇ ହେଲା, କଣ୍ଟାପଡ଼ା ବ୍ଲକ ଆରେ ଲଢ଼େଇ ହେଲା, ବିଜୁ ଜନତା ଦଳର ଲଢ଼େଇ ହେଲା। ଆଜି ଆଚ୍ଛା କେତେ ଦିନ ଏମିତି ରାଜରାସ୍ତାରେ ଆପଣ ଏବେ ଆମେ ଯେତେବେଳେ ବସିଲା ପରେ ବିଡ଼ିଓ ଏବଂ ତାଙ୍କର ପ୍ରଶାସନ ଅଧିକାରୀ ଆସିଲେଣି, ଆମ ନେତା ପାଖକୁ ପ୍ରମୋଦ ମଲ୍ଲିକ ପାଖକୁ ଆସିଲେଣି, ତାଙ୍କ ସହିତ କ'ଣ ଆଲୋଚନା କରୁଛୁ। ଯଦି ଆଲୋଚନା ସୁଫଳ ନ ହେଲା ନିଶ୍ଚିନ୍ତ ଭାବରେ ଏ କଣ୍ଟିନ୍ୟୁ ରାଜରାସ୍ତାରେ ଆମେ ବସିବୁ। ଧନ୍ୟବାଦ। ଆମକୁ କହିବେ ଏବଂ ତାପରେ ଆମେ ରାଜରାସ୍ତାରେ ବସିବା, ଗାଡ଼ି ମଟର ଚଲାବୁଲା କରିବ। କିଛି ସମୟ ଅପେକ୍ଷା କରିବା ପାଇଁ ଅନୁରୋଧ କରୁଛୁ। ଯେଉଁମାନେ ରୋଗୀ ଆସୁଛନ୍ତି ତାଙ୍କ ଗାଡ଼ିକୁ ଛାଡ଼ି ଦିଅନ୍ତୁ। ଆସନ୍ତୁ ଆମକୁ ଆଉ ଅଳ୍ପ ସମୟ ଭିତରେ ଆଉ ଅଧଘଣ୍ଟା ଭିତରେ ଆମ ସଭାପତି ହେବ।